Special guest we have host Professor Maji from IIT Madras. So he is also so they are serving the so share କରି ଦେବେ ଆଗକୁ ପଡ଼ ଆଗକୁ ସେଠି ବସ ପଡ଼ ସେଠି ବସ ପଡ଼ ଜଗନ୍ନାଥ ଗୋଟେ ଅଛି ବହୁତ ଖୁସି ଲାଗେ ବସି ପଡ଼ ବସି ପଡ଼ ଗତକାଲି ଆସିବାର ଗୋଟେ ପ୍ରୋଗ୍ରାମ ଥିଲା କିନ୍ତୁ ଦୁର୍ଗା ମନ୍ଦିରର ଗୋଟେ ଫଙ୍କସନ ଥିଲା ସେଇଠି କାଟି ସାରିଲି ଆଜି ବି ଖରାବେଳ ପର୍ଯ୍ୟନ୍ତ କିଛି ଠିକ ନଥିଲା ସଡନଲି ଝିଅ କହିଲା ଚାଲ ଯିବା ମତେ ଲାଗିଲା ଠାକୁର ଡାକିଛନ୍ତି ଆମର ଚେନ୍ନାଇରେ ବହୁତ ଅନୁଭୂତି ଅଛି ମୁଁ ଚେନ୍ନାଇରେ 65 ରିସର୍ଚ୍ଚ କଲେଜ ହିସାବରେ ଯାଇଥିଲା ଏଇଠିକୁ ମୁଁ 69ରେ ଫେକାଲ୍ଟିରେ ଜଏନ୍ କଲି ସେଠି ଆମର ସେଠି କିଛି ଓଡ଼ିଆ ଲୋକ ପାଇଯାଇଥିଲେ ଆହୁରି ଚେନ୍ନାଇରେ ସେତେବେଳେ ମେଡ୍ରାସ କହୁଥାନ୍ତି ଆମର ଓଡ଼ିଆମାନେ ଥିଲୁ we felt something were missing କିଛି ଗୋଟେ ଆମେ ପାଉନା ଡକ୍ଟର ମିଶ୍ର କବି ପ୍ରସାଦ ମିଶ୍ର କାର୍ଡ଼ିଓଲୋଜିଷ୍ଟ 77ରେ ସେ ଆସିଲେ ତାଙ୍କୁ ଆମେ ସମର୍ଥନ ଦେଲୁ ସୁନ୍ଦର ତ ଆପଣ ଜାଣିଥିଲି ଡକ୍ଟର ମିଶ୍ର କହନ୍ତି ଏତେ ସୁନ୍ଦର କହନ୍ତି ଆଉ ଜଗନ୍ନାଥଙ୍କ ଉପରେ ତାଙ୍କର ଭାଷା ଶୈଳୀ ଏତେ ଭଲ ଲାଗିଲା ଆମେ କହିଲୁ ଆମେ କିଛି ପାଇଛୁ ଆମେ କିଛି ଖୋଜୁଥିଲୁ ବର୍ତ୍ତମାନ ଆମେ କିଛି ପାଇଛୁ ପଚାରିଲେ କ'ଣ ପାଇଲେ ଜଗନ୍ନାଥଙ୍କୁ ପାଇଛୁ ସେଇଠୁ ଆରମ୍ଭ ହେଲା ଆମର ଜଗନ୍ନାଥ ଭାବନା ଆମର ଉତ୍କଳ ଆସୋସିଏସନ ମେଡ୍ରାସ ସେଠି ଅଛି ଆମେ ଠିକ କଲୁ ଗୋଟେ ଜଗନ୍ନାଥ ଦେବନୀତି କରିବା 1983 ମସିହା ଆମର ଉତ୍କଳ ଆସୋସିଏସନ ଠିକ କଲା ଗୋଟେ ଜଗନ୍ନାଥ ଦେବନୀତି କରିବା ଆଉ କିଛି ଆମେ ଡୋନେସନ କଲେକ୍ସନ ହେଲା 89ରେ ଜାଗା ଆମେ କିଣିଲୁ 2 ଲକ୍ଷ ଟଙ୍କା ଗୋଟେ ଏକର 92ରେ ଭୂମି ପୂଜା ହେଲା ତାପରେ ଯୋଡ଼େ ଯେତେବେଳେ ଆମେ ଆରମ୍ଭ କଲୁ ଟିକେ ଅସୁବିଧା ରହିଲା ଅସୁବିଧାଟା କାହିଁକି ହେଉଛି ଆମେ ନିଜ ଭିତରେ ଡିସ୍କସନ୍ କଲୁ ସେ ଭିତରେ ଜଣେ ଭକ୍ତ କହିଲେ ଦେଉଳଟା ଆରମ୍ଭ କରିଛ କିନ୍ତୁ ଗଣେଶ ଦେଉଳ ସାଉଥରେ ଯଦି ନଥିବ କୌଣସି ଶୁଭ କାମ ହେବା କଷ୍ଟ ହେବ ଏମିତି ଗୋଟେ ଦିନ ଆମେ କଥା ହେଉଛୁ ଆମ ଘରେ ସେ ସବୁ ଆଇଆଇଟିରେ ଥିଲି ଆମର ରଜତ ପର୍ବ ଶୁଣିଥିବେ ନା ଏଇଟା ଡକ୍ଟର ମିଶ୍ର ରଜତ ପର୍ବ ମୁଁ ଆମ ଘରେ କଥା ଚାହୁଁଛୁ ମୋ ଝିଅ କାଞ୍ଜିବରମ ଯାଇଥିଲା ସେଇଠୁ ଗୋଟେ ବହି ଧରିକି ଆସିଥିଲା ପରମାଚାର୍ଯ୍ୟଙ୍କ ଲେଖା ସେ ବହିଟା ଆମର ଟେବୁଲ ଉପରେ ସେଥିରେ
ଆମ ପ୍ରଥମ ମାସରେ ଡକ୍ଟର ମିଶ୍ର କହିଲେ ସେ ତ ଭକ୍ତ ଜଣେ କହିଲେ ଆମର ଗଣେଶ ଦେଉଳ ନାହିଁ ଆମ ଦୋକାନରେ, ତେଣୁକରି ଅସୁବିଧା ଉପରେ ହେଉଛି। ତାପରେ ଏମିତି କଥା ଶୁଣିଲେ ଅଯଥା କହିଲେ ନେକ୍ସଟ କାଞ୍ଜିବରମ ଯାଉଛନ୍ତି ସେ। ମୁଁ କହିଲି ଆପଣ ତାହେଲେ ଗଣେଶ ଧରିକି ଆସିବେ। କହିଲେ ମୁଁ ଗଣେଶ ମୁଁ ତ ବୁଲିବାକୁ ଯାଉଛି, ଗଣେଶ କୋଉଠି ମିଳିବ କେମିତି ପାଇବି? ନେକ୍ସଟ ସେ କରିକି କାଞ୍ଜିବରମ ଗଲେ ଏମିତି ବୁଲାବୁଲି କରିବା ପରେ ତାଙ୍କର ଡ୍ରାଇଭର କହିଲା ଏଇ ପାଖରେ ପରମାଚାର୍ୟ ଏକ ଆଶ୍ରମ ଅଛି, ଚାଲନ୍ତୁ ସେଠିକି ଦେଖିକି ଆସିବା। ଯେତେବେଳେ ବି ସେ ଗଲେ ପରମାଚାର୍ୟ ପୂଜାରୀ ଥିଲେ, ସେ ଯାଇକି ଜଣକ ପାଖରେ ବସିଲେ। ସେଇ ଜଣଙ୍କ ସହିତ ତାଙ୍କର ସମ୍ପର୍କ ଟିକେ ଧ୍ୱଂସ ହେଲା। ପରମାଚାର୍ୟ ପୂଜା ପରେ ଶିଶୁ ପାଖର ଯୋଉ ଲୋକଟି ତାଙ୍କୁ ସେ ଡକେଇଲେ। ସେ ଲୋକଟି ଆମର ରଜକାଳକୁ କହିଲେ ଯେତେବେଳେ କି ପରମାଚାର୍ୟଙ୍କ ପାଖରେ ପହଞ୍ଚିଲେ, ପରମାଚାର୍ୟ ରଜକାଳକୁ ପଚାରୁଛନ୍ତି ତାଙ୍କର ଶିଷ୍ୟ ହାତରେ କଣ ପାଇଁ ସେ ଆସୁଛନ୍ତି ପଚାର। ରଜକାଳ ଆଶ୍ଚର୍ଯ୍ୟରେ ଏତେ ଲୋକ ଆସୁଛନ୍ତି, ମୁଁ ଆସିଛି ମତେ କାହିଁକି ପଚାରିଲେ? କହିଲେ ଆଚ୍ଛା ମୁଁ ଗଣେଶ ନବାକୁ ଆସିଛି। ରଜକାଳ କହିଲେ ମୁଁ ଗଣେଶ ନବାକୁ ଆସିଛି। ପରମାଚାର୍ୟ ଇମିଡିଏଟଲି କହିଲେ ଗଣେଶ ସେ ଗଣେଶ ସେଇ ଗଣେଶ ଆମେ ସ୍ଥାପନ କଲୁ। ତାପରେ ଦେଉଳର କୌଣସି ଅସୁବିଧା ହେଇନି। ଦେଉଳର ଯୋଉ କନଷ୍ଟ୍ରକ୍ସନ ମୁଁ ସେ ବିଷୟଟି ବୁଝୁଥିଲି। ମୋର ବ୍ୟାକଗ୍ରାଉଣ୍ଡ ହେଲା ଗଣିତ, ତେଣୁକରି ମୁଁ କିଛି ଦିନ ବୁଝିଲା ପରେ ଡକ୍ଟର ମିଶ୍ର କହିଲି ମୋର ସେ ବିଷୟରେ କିଛି ଧାରଣା ନାହିଁ, ଆଉ ମତେ ଟିକେ ଏଥିରୁ ଉଦ୍ଧାର କର। ଡକ୍ଟର ମିଶ୍ର କହିଲେ ତମେ କରୁଛ ବୋଲି ଭାବୁଛ, ଏଇ ଜିନିଷ ତମେ କରିବେ କି ମୁଁ କରୁଛି? ଯିଏ କରୁଛନ୍ତି ସିଏ ବୁଝୁଛନ୍ତି, ତମେ ଆଗେଇ ଯାଅ। ତାପରେ ସେ ଆଉ ଗୋଟେ କଥା କହିଲେ, ଜଗନ୍ନାଥଙ୍କ ହାତ ଅଛି ଦେଖିଛ? କଣ ପାଇଁ ପଚାରିଲି ନା ଜଗନ୍ନାଥଙ୍କ ହାତଟା ଆମ ସମସ୍ତଙ୍କୁ ଦେଇଛନ୍ତି, ଆଉ ତାର ଆଖି କେବେ ବୁଝା ଯାଏ, ସେ ସଦାବେଳେ ଅନେକ ରହିଛି। ଆମେ କଣ କରୁ ସେ ଦେଖୁଛନ୍ତି, ତେଣୁକରି ଆମେ ଠିକ କାମ କରିବୁ। ଦେଉଳଟା ବଡ଼ ଆପେ ଆପେ ହେଇଗଲା। କିଛି ଦିନ ଗଲା ପରେ ଗୋଟେ ବଡ଼ ଟୋଲେ ଆମକୁ କହିଲେ ପଥରରେ ଯୋଉ କାମ କରୁଛ ବହୁତ ଅସୁବିଧା ହବ, ବହୁତ ଦିନ ଲାଗିବ, ଇଟାରେ କର। କିଛି ବାଟ ଆମେ ପଥରରେ ଆରମ୍ଭ ହେଇଯାଇଛି, କିନ୍ତୁ ଇଟା କାମଟା କେମିତି କରିବା କଣ କେଉଁଠି ଡିସିସନ ନେଲେ। ଡକ୍ଟର ମିଶ୍ର ପଚାରିଲେ କଣ ହେଲା ଇଟା ବିଷୟରେ? ମୁଁ ଇଟାର କାମ କିଛି ଡିସିସନ ନେବାକୁ ଆମ IIT Madras was very prominent looking after the construction. ତାର structural aspect etc. ସେମାନେ ବୁଝୁଥିଲେ। ଦେବୀ IITରେ ଯେ ଡାଇରେକ୍ଟର ହେଇକି ଗଲେ ରାଜୁ, ପ୍ରଫେସର ରାଜୁ, ସିଏ ଥିଲା ଟେକ୍ନିକାଲ କମିଟିର ଚେୟାରପର୍ସନ। ତାଙ୍କୁ କହିଲୁ, କହିଲେ somebody has to take decision ଆଉ ନେଇ ହେବନି। ସବୁ ଦେଉଳ ପଥରରେ ହେଇଗଲା, ଆଉ ସ୍ଥାନୀୟ ଲୋକ ସେ ପଥରରେ ସେ କାମ କଲେ। ଆମର ରଥଯାତ୍ରା 96 ଆରମ୍ଭ ହେଲା। ଫାଷ୍ଟ ରଥଯାତ୍ରା ଜୁଲାଇ 7ରେ ଦାରୁଣ ଆସିଲେ, ଜୁଲାଇ 17ରେ ରଥଯାତ୍ରା ହେଲା। ସେଇ ଜୁଲାଇ 17ରୁ ଗତ ବର୍ଷ ସୁଦ୍ଧା ରଥଯାତ୍ରାର ସୁନ୍ଦର ଚାଲିଛି।
पूरी समय रथयात्रा बंद ही किंतु बाहर को जाएगी देवल भीतर रथयात्रा सुंदर भाव देवल की चली आम कौन से रेगुलर इनकम जिनस ना किंतु कौन असुविधा आसुना है आमर एप्रिल 6-7 दिन माउसीमा मंदिर कुंभभिषेक माउसीमा मंदिर टी आम देवल 1 किलोमीटर दूर समुद्र आड़ी गाँ भितर गाँव जो देवल ता पखार माउसीमा मंदिर सुंदर मंदिर सब सुविधा आम कर आज सुधा देवल कौन असुविधा आम फेस कर माउसीमा देवलता जो है गाँव जो आमान टेम्पल तार पखार से आमान टेम्पल पूजारी किए ना तेणुक आमान टेम्पल पूजा हो किंतु माउसीमा मंदिर है आम जो पूजारी गाँ लोक आमको कहले आमर देवल को पूजा पाठ हो प्रतिदिन गाँ देवल पूजा हुए माउसीमा मंदिर पूजा आम धारणा है गाँ जो पूजा पाठ हो ना बोले से माउसीमा मंदिर से आमंत्रण गुड़ाए जिनस आपे आपे आमको स्तंभ से क्षेत्र स्तंभ तक आम डाकुचु एंड सागर बंधन कनसेप्ट गोटे पत्थर तार उच्चता 27 फीट तौक जाए 9 फुट गोटे सुंदर स्तंभटी आम भावुँ पृथ्वी से स्तंभटी होती ना गोटे पत्थर से सागर मंथन कनसेप्ट बासुकी अच्छा बड़ सुंदर स्तंभ आपण मैंने जाइए चेन्नई को देवलटा देखी निश्चय पत्थर देवल आमर अल्प दिन भितर गोटे अनंत शरण पद्मनाभ 7 फुट लंबा 3 फुट ओसार 4 फुट उच्चता तो पद्मनाभ आसिक बसवे आम गोटे वेद पाठशाला करने ठीक हो मल्टीपर्पज हॉल जो गोटे हम से आरंभ तेणुक मोर बहुत विश्वास ठाकुर जो आसी आनी ठाकुर निजे निजे आसी मो भीतर पशु पशु मो देह गोटे सब माने गोटे प्रकार करेंट भीतर गला ये ठाकुर आशीर्वाद और धन्यवाद ठाकुर को Please don't go without taking prasad. Okay, thank you.